କାହାର ଲେଉଟାଉଛନ୍ତି 3 ଘଣ୍ଟା ତ ସିନେମା ଦେଖିଲେ 3 ଘଣ୍ଟା ତ ସିନେମା ଦେଖିଲେ ଏ 3 ଘଣ୍ଟା ଭିତରେ ଭୁବନେଶ୍ୱର ସଫା ହେଇପାରିନଥାନ୍ତା। ଏଠି କିଛି କାମ କେହି କରୁନାହାନ୍ତି। ଏ ସରକାରୀ କର୍ମଚାରୀ ମାନେ ଭାରି ନିଷ୍ଠାରେ କାମ କରନ୍ତି। ସେ କାହିଁ ଏମିତି ଝିପେଇଛନ୍ତି ମୁଁ ଜାଣିପାରେ। ଚିଫ ସେକ୍ରେଟାରୀ ମହୋଦୟା ଭଦ୍ର ମହିଳା, ତମେ ଭଦ୍ର ଲୋକ, ତମେ ଟିକେ ଟାଣ ହୁଅ। ଆଉ ତମେ ସବୁଗୁଡା ପ୍ରୋଗ୍ରାମକୁ ବାହାରକୁ ଯାଅନି। ସଚିବାଳୟର କଷ୍ଟୋଡିଆନ ହେଲେ ଆପଣ, ସରକାରର କଷ୍ଟୋଡିଆନ ହେଲେ ଆପଣ। ସରକାରଙ୍କ ଯଦି ଉନ୍ନତି କାମ ହବ ଆପଣଙ୍କ ପାଇଁ, ସରକାର ଯଦି ଏଇ ଯୋଉ ଆଇନ ଶୃଙ୍ଖଳା ବିଫଳ ହଉଛି ଦାୟୀ ଆପଣ। ଚିଫ ସେକ୍ରେଟାରୀ କଣ କରୁଛନ୍ତି? ହୋମ ସେକ୍ରେଟାରୀ ପ୍ରତିଦିନ ମର୍ଡର, ପ୍ରତିଦିନ ଡକାୟତ, ସାଂଘାତିକ। ଆମେ ବାହାରି ପାରିଲୁନି, ଏପର୍ଯ୍ୟନ୍ତ ଗଛ ଉଠିଲାନି, ଏପର୍ଯ୍ୟନ୍ତ ସଫା ହେଲାନି, ଏପର୍ଯ୍ୟନ୍ତ ଚାରିଆଡେ ପୋତି ହେଇଯାଇଛି, ନାଳ ପୋତି ହେଇଯାଇଛି, ଯାନବାହନ ଯାଇପାରୁନି। ଭୁବନେଶ୍ୱର ଭଳିଆ ଜାଗାରେ ଗୋଟେ ଅପାରଗ ସରକାର ଚାଲିଛି ମୋହନ ସରକାର। ଏଥିରେ କଙ୍ଗନାକୁ ଧରି 3 ଘଣ୍ଟା ତମେ ସିନେମା ଦେଖୁଛ। କଙ୍ଗନା ପାଖରେ ଗୋଟେ ଲୋକ ବସିଥିଲା, ଏଇ ମୁଖ୍ୟମନ୍ତ୍ରୀଟା ଉଠେଇଦେଲା, ଯାଇ ସେଇଠି ବସିଲା। ମୁଁ ମିଛ କୁହେନି। କାହାର ଲେଉଟାଉଛନ୍ତି 3 ଘଣ୍ଟା ତ ସିନେମା ଦେଖିଲେ 3 ଘଣ୍ଟା ତ ସିନେମା ଦେଖିଲେ ଏ 3 ଘଣ୍ଟା ଭିତରେ ଭୁବନେଶ୍ୱର ସଫା ହେଇପାରିନଥାନ୍ତା। ଆଜି ବି ପଡିଛି ଗଛ ରୋଡ ଉପରେ, ରାସ୍ତା ଜାମ୍, ନାଳି ବନ୍ଦ, ସବୁ ବନ୍ଦ। ଗୋଟେ ଅପାରଗ ସରକାର ଚାଲିଛି। ଏ ସରକାର ତୁରନ୍ତ ନିଜେ ଚିଫ ସେକ୍ରେଟାରୀ ଟାଇଟ୍ ହୁଅ, ଲୋକଙ୍କ ସେବା କର। ଆମମାନଙ୍କ ପଇସା ତମେ ଦରମା ପାଉଛ, ତମେ ଆଉ ହାତ ବାର୍ଷେଇ ଚିଫ ସେକ୍ରେଟାରୀ ବାହାରେ ବୁଲନି। କଣ୍ଟ୍ରୋଲ କର, ଆଇନ ଶୃଙ୍ଖଳା ଡେଭଲପମେଣ୍ଟ ହବ, ସୁପରଭିଜନ କର। ଭଦ୍ର ମହିଳା, ଅନେଷ୍ଟ ମହିଳା ଆପଣ। ମୁଁ ଆପଣଙ୍କୁ 15 ବର୍ଷ ହେଲା କାମରେ ଦେଖିଛି, ଭଲ କାମ କରନ୍ତି ଆପଣ। ଚିଫ ସେକ୍ରେଟାରୀ ମାନ୍ଦେଇ ଯାଉଛନ୍ତି, ଏଗୁଡାକ ପଛରେ ନଟର ପଟରେ ପଡନ୍ତୁନି। ଲାଇନ ଯୁଆଡେ ରାଜ୍ୟର ବିକାଶ ହବ, ଶାନ୍ତି ଶୃଙ୍ଖଳା ହବ, ବ୍ୟବସ୍ଥା କର। जदि आपंक आम भिडी भल लगा तेब आम चैनल को लाइक, शेयर, सब्सक्राइब करने को जमा भी भूलु नहीं।